ପରଲୋକରେ ଫିଲ୍ମ ଥ୍ରୀ ଇଡିୟଟ୍ସର ପ୍ରଫେସର ଅଚ୍ୟୁତ ପତ୍ତଦାର। ମୃତ୍ୟୁ ବେଳକୁ ତାଙ୍କୁ 91 ବର୍ଷ ବୟସ ହୋଇଥିଲା। ଅଚ୍ୟୁତ ଥାଣେର ଜୁପିଟର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ଅଭିନେତା ଅଚ୍ୟୁତ ପତ୍ତଦାର ଲମ୍ବ ସମୟ ଧରି ରୋଗରେ ପୀଡ଼ିତ ଥିଲେ। ଅଚ୍ୟୁତଙ୍କ ପରଲୋକ ଖବର ଶୁଣି ବଲିଉଡରେ ଶୋକର ଛାୟା ଖେଳିଯାଇଛି। ଅଭିନେତା ଅଚ୍ୟୁତ ପତ୍ତଦାରଙ୍କ ଫିଲ୍ମ କ୍ୟାରିୟର 4 ଦଶକରୁ ଅଧିକ ଲମ୍ବା। ସେ ହିନ୍ଦୀ ଓ ମରାଠୀ ସିନେମାରେ ନିଖୁଣ ଅଭିନୟ କରିଛନ୍ତି। ପ୍ରାୟ 125ରୁ ଅଧିକ ଫିଲ୍ମରେ ନିଜର ଅଭିନୟର ଛାପ ଛାଡ଼ିଛନ୍ତି। ତାଙ୍କ ଅଭିନୀତ ଲୋକପ୍ରିୟ ଫିଲ୍ମ ମଧ୍ୟରୁ ଆକ୍ରୋଶ, ତେଜାବ, ପରିଣୀତା, ପରିନ୍ଦା, ବାସ୍ତବ, ଲଗେ ରହୋ ମୁନ୍ନା ଭାଇ, ଦବଙ୍ଗ 2, ହମ୍ ସାଥ ସାଥ ହେଁ, ରଙ୍ଗିଲା, ରାଜୁ ବନେଗା ଜେଣ୍ଟଲମ୍ୟାନ ଏବଂ ଥ୍ରୀ ଇଡିୟଟ୍ସ ଭଳି ହିଟ୍ ଫିଲ୍ମରେ ଅଭିନୟ କରିଥିଲେ। 2009ରେ ରିଲିଜ୍ ହୋଇଥିଲା ଫିଲ୍ମ ଥ୍ରୀ ଇଡିୟଟ୍ସ। ଆମିର ଖାନ, ଆର୍ ମାଧବନ, ବମନ ଇରାନୀ ଓ ଶର୍ମନ ଯୋଶୀଙ୍କ ଭଳି କଳାକାର ଏଥିରେ ଅଭିନୟ କରିଥିବା ବେଳେ ଜଣେ କଠୋର ପ୍ରଫେସରଙ୍କ ଭୂମିକା ପାଇଁ ପ୍ରସିଦ୍ଧ ହୋଇଥିଲେ ଅଚ୍ୟୁତ ପତ୍ତଦାର। ଦୀର୍ଘ ବର୍ଷ ପରେ ବି ତାଙ୍କ ଭୂମିକାକୁ ଲୋକେ ମନେ ରଖିଥିବା ବେଳେ ତାଙ୍କର ଦେହାନ୍ତ ଖବର ସମସ୍ତଙ୍କୁ ଦୋହଲାଇ ଦେଇଛି। ଅଗଷ୍ଟ 18 ଅର୍ଥାତ୍ ସୋମବାର ତାଙ୍କର ଦେହାନ୍ତ ହୋଇଥିବା ଜଣାଯାଇଛି।